व्याकरणर परवर्ती आलोचना को आपण मानक स्वागत। पूर्व आलोचना रे आमे भाषा साहित्य एवं व्याकरण मध्य थिबा संपर्क विषय जानिले। आज आमे जानिबा भाषार विभिन्न दिग संपर्क रे। प्रथमरु आमे जानिबा भाषार संज्ञा कोन, भाषा काहाकू कहा जाय। तेबे मानव जहा द्वारा निजर मनर भाव अन्य आगरे प्रकाश करि पारे ताहा हेउछि भाषा। मानव जहा द्वारा निज मनर भाव अन्य आगरे प्रकाश करि पारे करिपारे ताहा ही भाषा बा ताहाकू आमे भाषा बोली कहिबा। भावना बिना भाषा नहीं। भावना एवं भाषा परस्पर सह जड़ित। आमे एठारे मानव शब्द को देखिबा। मानव शब्दर व्युत्पत्ति केमिति आमे देखिबा। मानव शब्दर व्युत्पत्ति देखिबा को गले एहा मनु शब्दरे अप्रत्यय जोग होई मानव शब्द निष्पन्न होईची। मनु शब्द केमिति होईची? मनु शब्द मन धातु उ प्रत्यय रे मनु शब्द निष्पन्न होईची। मन धातु उ प्रत्यय रे मनु शब्द निष्पन्न। तेबे मन धातुर अर्थ कौन? मन धातुर अर्थ हेउची चिंता करिबा। मन धातुर अर्थ चिंता करिबा। चिंता करिबा एथिरु आमे जानिला जे जे चिंता करि पारे, जे चिंता करि पारे से हेउची मनु। जे चिंता करिवार शक्ति जा पाखरे अछि से हेउचंती मनु एवं मनुंकर वंशधर माने हेले मानव। मनुंकर वंशधर मानंकु ही आमे मानव बोली कहिबा। मनुंकर वंशधर मानंकु कहा जिवो मानव। एई दृष्टिरु देखिबा को गले आमे जानिले जे मानव हेउची एक चिंताशील प्राणी। मानव हेउची चिंताशील प्राणी। जेहेतु भावना बिना भाषा नहीं, भावना सहित मनुष्यर संपर्क रही। कहीं ना मनुष्य एक चिंताशील प्राणी। एही भावना शक्तिर विकास फल रे ही मनुष्यर बाक यंत्र विकसित होईची। भावना शक्तिर विकास फल रे मनुष्यर बाक यंत्र विकसित होईची। मनुष्यर भावना शक्तिर विकास रे तार बाक यंत्र विकसित होईची एवं एही बाक यंत्र विकसित हेबा फल रे तार बाक शक्ति वृद्धि पाइछि। बाक शक्ति वृद्धि पाइछि एवं एही बाक शक्ति मनुष्यर एही बाक शक्ति ही हेउछि भाषार उद्भावक बोली आमे कहिबा। मनुष्यर एही बाक शक्ति ही हेउछि भाषार उद्भावक। आशा करे समस्ते भल भावे बुझी पारुथिबे। तेबे जदिओ ईश्वर हेउचंती मनुष्यर स्रष्टा
ଈଶ୍ୱର ମନୁଷ୍ୟକୁ ସୃଷ୍ଟି କରିଛନ୍ତି। ଈଶ୍ୱର ହେଉଛନ୍ତି ମନୁଷ୍ୟର ସ୍ରଷ୍ଟା। ତଥାପି ମନୁଷ୍ୟ ହେଉଛି ଭାଷାର ସ୍ରଷ୍ଟା। ମନୁଷ୍ୟ ଭାଷା ସୃଷ୍ଟି କରିଛି। ଯଦିଓ ଈଶ୍ୱର ମନୁଷ୍ୟକୁ ସୃଷ୍ଟି କରିଛନ୍ତି, ମନୁଷ୍ୟ ଭାଷା ସୃଷ୍ଟି କରିଛି। ଯଦିଓ ସେ ମନୁଷ୍ୟ ଭିତରେ ବାକ୍ ଶକ୍ତି ଈଶ୍ୱର ପ୍ରଦତ୍ତ, ମନୁଷ୍ୟ ଭିତରେ ବାକ୍ ଶକ୍ତି ଭଗବାନଙ୍କ ଠାରୁ ମିଳିଛି, କିନ୍ତୁ ତଥାପି ଆମକୁ ଭାଷାର ସ୍ରଷ୍ଟା ହିସାବରେ ମନୁଷ୍ୟକୁ ହିଁ ଗ୍ରହଣ କରିବାକୁ ପଡ଼ିବ। ଈଶ୍ୱର ପ୍ରଦତ୍ତ ବାକ୍ ଶକ୍ତି କେବଳ ମନୁଷ୍ୟ ପାଖରେ ଅଛି ଏବଂ ଏହି ବାକ୍ ଶକ୍ତି ଯୋଗୁଁ ହିଁ ମନୁଷ୍ୟ ଇତର ଜୀବମାନଙ୍କ ଠାରୁ ପୃଥକ୍ ତଥା ଉନ୍ନତ ବୋଲି ଧରାଯାଏ। ଅନେକ ପଶୁପକ୍ଷୀ ବିଭିନ୍ନ ଧ୍ୱନି କରିଥାନ୍ତି। ଯଦିଓ ଭାଷା କେବଳ ମଣିଷ ପାଖରେ ଅଛି, ଭାଷା ଶକ୍ତି ବାକ୍ ଶକ୍ତି ଯଦିଓ ମଣିଷ ପାଖରେ ଅଛି, ସେ ଏହି ବାକ୍ ଶକ୍ତି ପାଇଁ ହିଁ ଅନ୍ୟ ଜୀବଙ୍କ ଠାରୁ ଶ୍ରେଷ୍ଠ ବୋଲି ଧରାଯାଏ। ମାନବ ହେଉଛି ଏକ ଶ୍ରେଷ୍ଠ ଜୀବ, କାହିଁକି? ତା ପାଖରେ ବାକ୍ ଶକ୍ତି ଅଛି। ସେ ନିଜ ଇଚ୍ଛାକୁ, ନିଜ ମନର ଭାବକୁ ଅନ୍ୟ ପାଖରେ ପ୍ରକାଶ କରିପାରେ, ନିଜ ମନର ଭାବନା ଅନ୍ୟକୁ ବୋଧଗମ୍ୟ କରାଇପାରେ। ତେଣୁ ମାନବ ହେଉଛି ଏକ ସର୍ବଶ୍ରେଷ୍ଠ ଜାତି। ଯଦିଓ ମାନବ ପାଖରେ ଭାଷା ଅଛି, ବାକ୍ ଶକ୍ତି ଅଛି, କିନ୍ତୁ ଅନ୍ୟ ପ୍ରାଣୀମାନଙ୍କ ଠାରେ ଭାଷା ଶକ୍ତି ନଥିଲେ ମଧ୍ୟ, ବାକ୍ ଶକ୍ତି ନଥିଲେ ମଧ୍ୟ ସେମାନେ ନିଜ ମନର ଭାଷାକୁ କେମିତି ପ୍ରକାଶ କରନ୍ତି? ଧ୍ୱନି ମାଧ୍ୟମରେ। ଧ୍ୱନି ମାଧ୍ୟମରେ ଅନ୍ୟ ଜୀବମାନେ ନିଜ ମନର ଭାବକୁ ଅନ୍ୟ ପାଖରେ ପ୍ରକାଶ କରି। ସମସ୍ତ ପ୍ରାଣୀଙ୍କର ଧ୍ୱନି ସମାନ ନଥାଏ। ସବୁ ଜୀବଜନ୍ତୁ ବିଭିନ୍ନ ପ୍ରକାର ଧ୍ୱନି କରି ନିଜ ମନର ଭାବକୁ ପ୍ରକାଶ କରିଥାନ୍ତି। ସେମାନେ ଧ୍ୱନିର ସହାୟତା ନେଇଥାନ୍ତି। ସେହି ଧ୍ୱନି ମାଧ୍ୟମରେ ସେମାନେ ନିଜର କ୍ଷୁଧା, ତୃଷା, ଭୟ, କାମେଚ୍ଛା ପ୍ରଭୃତି କେତେକ ସୀମିତ ବିଷୟର ସୂଚନା ଦେଇଥାନ୍ତି। ସେମାନଙ୍କର ସେହି ଧ୍ୱନିକୁ ସେହି ଜାତିର ତଥା ଅନ୍ୟ ଜାତିର ଜନ୍ତୁମାନେ ମଧ୍ୟ ବୁଝିପାରନ୍ତି। ଜଙ୍ଗଲ ମଧ୍ୟରେ ବ୍ୟାଘ୍ରର ଉପସ୍ଥିତିର ସୂଚନା ଦେବାକୁ ଯାଇ ମର୍କଟଟିଏ ଯେଉଁ ଧ୍ୱନି କରିଥାଏ, ତାକୁ ଅନ୍ୟ ମର୍କଟମାନଙ୍କ ସହିତ ମୃଗ ପ୍ରଭୃତି ମଧ୍ୟ ବୁଝି ସତର୍କ ହୋଇଯାଆନ୍ତି। ଜିମ୍ କାର୍ବେଟ୍ କହିଛନ୍ତି, ଯେଉଁ ଶିକାରୀ ଜଙ୍ଗଲ ମଧ୍ୟରେ ପଶୁପକ୍ଷୀଙ୍କ ଭାଷା ବୁଝିପାରି ନଥାଏ, ସେ ନିଜେ ଶିକାରରେ ପରିଣତ ହୋଇଯାଏ। ପଶୁପକ୍ଷୀଙ୍କ ଭାଷା ବୋଲି ସେ କାହାକୁ କହିଛନ୍ତି? ପଶୁପକ୍ଷୀଙ୍କର ଭାଷା ବୋଲି ସେ ବିଭିନ୍ନ ଜୀବଜନ୍ତୁମାନେ କରୁଥିବା ବିଭିନ୍ନ ପ୍ରକାର ଧ୍ୱନିକୁ ହିଁ ସେ ପଶୁପକ୍ଷୀଙ୍କ ଭାଷା ବୋଲି କହିଛନ୍ତି। ଯେଉଁ ଶିକାରୀ ଜଙ୍ଗଲକୁ ଶିକାର କରିବାକୁ ଯାଇ ଯଦି ପଶୁପକ୍ଷୀଙ୍କର ଇଙ୍ଗିତ, ପଶୁପକ୍ଷୀଙ୍କର ଭାଷା ବା ଧ୍ୱନି ବୁଝିପାରିଲା ନାହିଁ, ସେ ନିଜେ ଶିକାରରେ ପରିଣତ ହୋଇଯିବ। କାହିଁକି ନା ଶିକାର କରିବାକୁ ଗଲେ ଆମକୁ ବିଭିନ୍ନ ପଶୁପକ୍ଷୀଙ୍କର ଇଙ୍ଗିତକୁ ଧ୍ୟାନ ଦେବାକୁ ପଡ଼ିବ। ସେମାନେ କ'ଣ କହୁଛନ୍ତି ତାହା ବୁଝିବାକୁ ପଡ଼ିବ। ସେମାନେ ନିଜ ନିଜ ଭିତରେ ବିଭିନ୍ନ ଧ୍ୱନି ମାଧ୍ୟମରେ ବହୁତ କଥା ସେମାନେ ସୂଚନା ଦିଆଦୁଇ ହେଇଯାଇଥାନ୍ତି। ପଶୁପକ୍ଷୀମାନେ ବିଭିନ୍ନ ପ୍ରକାର ଧ୍ୱନିର ଅଧିକାରୀ ହୋଇଥିଲେ ହେଁ ଆମେ ସେମାନଙ୍କୁ ଭାଷାର ବ୍ୟବହାରକାରୀ ବୋଲି କହିପାରିବା ନାହିଁ, କାରଣ ସେମାନଙ୍କର ଧ୍ୱନି କେବଳ ପ୍ରବୃତ୍ତିରୁ ହିଁ ଉତ୍ପନ୍ନ ହୋଇଥାଏ। ତା ପଛରେ ବୌଦ୍ଧିକ ପ୍ରେରଣା ନଥାଏ। ସେମାନଙ୍କର ଧ୍ୱନି କେବଳ ପ୍ରବୃତ୍ତି ବା ଇନଷ୍ଟିଙ୍କ୍ଟ ଯାହାକୁ ଆମେ କହୁଛୁ ରୁ ହିଁ ଉତ୍ପନ୍ନ ହୋଇଥାଏ। ସେମାନଙ୍କ ଧ୍ୱନି ପଛରେ ବୌଦ୍ଧିକ ପ୍ରେରଣା ନଥାଏ। ସେମାନଙ୍କର ବୁଦ୍ଧି ନଥାଏ। ସେମାନେ କେବଳ
ପ୍ରବୃତ୍ତିରୁ ହିଁ ତାଙ୍କର ଧ୍ୱନି ସୃଷ୍ଟି ହୋଇଥାଏ। ତା ପଛରେ କୌଣସି ବୌଦ୍ଧିକ ପ୍ରେରଣା ବା ଇଣ୍ଟେଲିଜେଣ୍ଟ ଇନ୍ସପାଇରେସନ୍, ଯାହାକୁ କହିବା ଇଣ୍ଟେଲିଜେଣ୍ଟ ଇନ୍ସପାଇରେସନ୍ ନଥାଏ। ସେମାନେ ବିଭିନ୍ନ ପ୍ରକାର ଧ୍ୱନି କରିପାରନ୍ତି ସତ, କିନ୍ତୁ ସେମାନଙ୍କୁ ଆମେ ଭାଷାର ବ୍ୟବହାରକାରୀ ବୋଲି କହିପାରିବା ନାହିଁ। ଯେମିତି ପୋଷା ଶୁଆ ସାରି ମନୁଷ୍ୟର କଥାକୁ ଅନୁକରଣ କରି କଥା କହିଥାନ୍ତି। ମଣିଷ ଯାହା କହିବ ଶୁଆ ସାରି ତାହା ପୁରା କହିପାରିଥାନ୍ତି, କିନ୍ତୁ ସେମାନଙ୍କର ଏହି କଥା ପଛରେ କିଛି ବି ଭାବନା ନଥାଏ। ସେମାନେ ଆମେ ଯାହା କହୁ ତାକୁ କେବଳ ଅନୁକରଣ କରିଥାନ୍ତି ସତ, କିନ୍ତୁ ତାଙ୍କର ବୌଦ୍ଧିକ ପ୍ରେରଣା ବା କୌଣସି ଭାବନା ଏଥିରେ ସେମାନଙ୍କର ନଥାଏ। ସେମାନେ କେବଳ ମନୁଷ୍ୟର କଥାର ଧ୍ୱନି ସମୂହକୁ ହିଁ ଅନୁକରଣ କରି ତତ୍ ଅନୁରୂପ ଧ୍ୱନି କରିବାର ପ୍ରୟାସ ମାତ୍ର କରିଥାନ୍ତି। ତେବେ ଆଜି ଆମେ ଜାଣିଲା ଭାଷା କାହାକୁ କୁହାଯାଏ, ଭାବନା ଏବଂ ଭାଷା ମଧ୍ୟରେ ସମ୍ପର୍କ କ'ଣ, ଭାଷାର ସ୍ରଷ୍ଟା କିଏ, ଭାଷା ଏବଂ ଧ୍ୱନି ମଧ୍ୟରେ ପାର୍ଥକ୍ୟ କ'ଣ, ଏସବୁ ବିଷୟରେ ଆଜି ଆମେ ଜାଣିଲେ। ଆଜିର ଆଲୋଚନା ଏଇଠି ସମାପ୍ତ ହେଉଛି।